ରୁବି ରୁମ୍ରେ ବସି କାନ୍ଦୁଥିବ। ତାପରେ ରୁବିର କାନ୍ଦ ଶୁଣି ମାୟା ଆସି ପଚାରିବେ, କ'ଣ ହେଇଛି ଦିଦି? ରିମ୍ଝିମ୍ କହିଲା, ତୁ କାନ୍ଦୁଛୁ? ମୁଁ ସେଥିପାଇଁ ଏଠାକୁ ଚାଲି ଆସିଲି। ତାପରେ ରୁବି କହିବ, ତୋରି ସାମ୍ନାରେ ମୋତେ ଆନନ୍ଦ ଘରୁ ଚାଲିଯିବାକୁ କହି ଏତେ ବଡ଼ ଅପମାନ ଦେଲେ। ତୁ କ'ଣ ଶୁଣିନୁ? ଆହୁରି ପଚାରୁଛୁ କାହିଁକି କାନ୍ଦୁଛୁ? ଆଉ ଦେଖ, ମୁଁ ଲଗେଜ୍ ପ୍ୟାକିଂ କରି ରଖିସାରିଛି। ଏବେ ଏହି ମୁହୂର୍ତ୍ତରେ ମୁଁ ତ ଘର ଛାଡ଼ି ଚାଲିଯିବି। ଆଉ କେବେ ବି ଏଠାକୁ ଆସିବିନି, କେବେ ବି ନୁହଁ। ତାପରେ ମାୟା କହିବେ, ଦେଖ ଦିଦି, ଆନନ୍ଦଙ୍କ କଥାକୁ ତୁ ମନରେ ଧରନି। ତାପରେ ରୁବି କହିବ, ନାଇଁ ନାଇଁ ମାୟା, ତୁ ମୋତେ ଅଟକାନି। ମୁଁ କହିସାରିଛି ମାନେ ମୁଁ ଏଠାରେ ଆଉ ରହିବିନି, ଜମା ବି ନୁହଁ। ଆନନ୍ଦ ସିନେ ମୋ ପାଇଁ ପର, ହେଲେ ତୁ ତ ମୋ ନିଜର ନା। ହେଲେ ତୁ ବି। ତାପରେ ମାୟା କହିବେ, ମୁଁ କ'ଣ କଲି? ତାପରେ ରୁବି କହିବ, ତୋରି ସାମ୍ନାରେ ମମତା ମୋତେ ଇନସଲ୍ଟ କଲା। ଆନନ୍ଦ ମୋତେ ଘରୁ ଚାଲିଯା ବୋଲି କହିଲେ, ହେଲେ ତୁ ପଦିଏ ବି କହିଲୁନି। ଆଉ ତୁ ଯଦି ମୋ ନିଜ ଭଉଣୀ ହେଇ ମୋ ପାଇଁ ବାହାରିଲୁନି, ତାହେଲେ ମୁଁ ଏଠି ରହି ଲାଭ କ'ଣ? ମୁଁ ଏବେ ସାଙ୍ଗେ ସାଙ୍ଗେ ଘର ଛାଡ଼ି ଚାଲିଯିବି। ତାପରେ ମାୟା କହିବେ, ଠିକ୍ ଅଛି ଦିଦି, ତୁ ଯଦି ଏ ଘର ଛାଡ଼ି ଚାଲିଯିବା ପାଇଁ ଡିସିସନ୍ ନେଇସାରିଲୁଣି, ତାହେଲେ ମୁଁ ତୋତେ ଅଟକାଇବିନି। ତ ସାଙ୍ଗମାନେ, ରୁବି ଘର ଛାଡ଼ି ଚାଲିଗଲେ ଭଲ ହେବ କି ନାହିଁ, ଆପଣମାନେ କମେଣ୍ଟ କରି ଜଣାଇବେ।